ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବିଜୟ ଯାତ୍ରାର ଗୁପ୍ତ ବ୍ୟକ୍ତି। ବିଜୟ ଯାତ୍ରାର ଗୁପ୍ତ ବ୍ୟକ୍ତି। ପ୍ରିୟମାନେ, ଆମେ ଦେଖୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟ ପାମ୍ ସଣ୍ଡେରେ ଖଜୁରୀ ବାହୁଙ୍ଗା ରବିବାରରେ ସେ ଜେରୁସାଲେମକୁ ଗୋଟେ ଗଧ ଉପରେ ବସି ସେ ବିଜୟ ଯାତ୍ରା କରୁଛନ୍ତି। ଆଉ ଏହି ଘଟଣାକୁ ବାଇବଲର 4ଟି ସୁସମାଚାରରେ ଲେଖା ହେଇଛି। ମାଥ୍ୟୁ ସୁସମାଚାର 21 ଅଧ୍ୟାୟ 1-11 ପଦ ପର୍ଯ୍ୟନ୍ତ, ମାର୍କ 11 ଅଧ୍ୟାୟ 1-11 ପର୍ଯ୍ୟନ୍ତ, ଲୁକ 19 ଅଧ୍ୟାୟ 28-40 ପଦ, ଆଉ ଜହନ ଲିଖିତ ସୁସମାଚାର 12 ଅଧ୍ୟାୟ 12-19 ପଦ। 4ଟି ଯାକ ସୁସମାଚାର ଏହି ଯୀଶୁଖ୍ରୀଷ୍ଟଙ୍କର ଜେରୁସାଲେମକୁ ଗଧ ଉପରେ ବସି ଯେଉଁ ବିଜୟ ଯାତ୍ରାକୁ ସେ ଅତି ସୁନ୍ଦର ଭାବରେ ସେ ବ୍ୟାଖ୍ୟା କରିଛନ୍ତି। ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜେରୁସାଲେମକୁ ବିଜୟ ଯାତ୍ରା କରୁଛନ୍ତି, ସେହି ସମୟରେ ସେ ଶିଷ୍ୟମାନଙ୍କୁ କହିଲେ, ତୁମେ ସମ୍ମୁଖସ୍ଥ ଗ୍ରାମକୁ ଯାଅ। ଆଉ ସମ୍ମୁଖସ୍ଥ ଗ୍ରାମକୁ ସେ 2 ଜଣ ଶିଷ୍ୟଙ୍କୁ ପଠାଇଲେ। ଆଉ ଯାଇ ଏ ପ୍ରକାର ଗୋଟେ ଗଧକୁ ତୁମେ ଦେଖିବ, ଯାହା ଉପରେ କି କେହି କେବେ ବସିନାହାନ୍ତି, ତାକୁ ବନ୍ଧା ହେଇକିନା ରଖାହେଇଥିବ। ଆଉ ତୁମେ ସେହି ବନ୍ଧା ହେଇଥିବା ଗଧକୁ ଫିଟେଇକିନା ମୋ ନିକଟକୁ ଧରି ଆସିବ। ଏହି କଥା ଯୀଶୁ ଶିଷ୍ୟମାନଙ୍କୁ କହି ପଠାଇଲେ। ଆଉ ଶିଷ୍ୟମାନେ ଯୀଶୁଖ୍ରୀଷ୍ଟଙ୍କର ସେ ଆଦେଶକୁ ମାନି ସେ ସମ୍ମୁଖସ୍ଥ ଗ୍ରାମକୁ ଗଲେ। ଆଉ ଯେତେବେଳେ ସେ ଯାଇଛନ୍ତି, ସେ ଗଧକୁ ଫିଟାଉଛନ୍ତି। ପଢ଼ିବା ଲୁକ 19 ଅଧ୍ୟାୟ ଏହାର 33 ପଦ। ପୁଣି ସେମାନେ ଗଧ ଛୁଆକୁ ଫିଟାଉଥିବା ସମୟରେ ତାହାର ଅଧିକାରୀମାନେ ସେମାନଙ୍କୁ ପଚାରିଲେ, କାହିଁକି ଗଧ ଛୁଆକୁ ଫିଟାଉଅଛ? ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି। ପ୍ରିୟମାନେ, ସେଇ ଗଧ ଜଣେକର, ସେ ଗଧର ମାଲିକ ଜଣେ। ଆଉ ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନେ ସେହି ଗଧର ମାଲିକଙ୍କୁ କହିଲେ ଯେ ଏଇ ଯେଉଁ ଗଧକୁ ଆପଣ ବାନ୍ଧି ରଖିଛନ୍ତି, ଏଇ ଗଧକୁ ଆପଣ କିଣିଛନ୍ତି, ଏଇ ଗଧକୁ ଅନେକ ପଇସା ଖର୍ଚ୍ଚ କରି ଆପଣ ରଖିଛନ୍ତି, ମାତ୍ର ଏହି ଗଧଙ୍କଠାରେ ଯୀଶୁଖ୍ରୀଷ୍ଟଙ୍କର ପ୍ରୟୋଜନ ଅଛି। ଯେତେବେଳେ ଶିଷ୍ୟମାନେ ଏଇ କଥା ସେ ଗଧର ମାଲିକମାନଙ୍କୁ ସେ କହିଛନ୍ତି, ସେତେବେଳେ ସେମାନେ ସେ ଗଧକୁ ରଖିଲେ ନାହିଁ, ସାଙ୍ଗେ ସାଙ୍ଗେ ଯୀଶୁଙ୍କ ନିକଟକୁ ପଠାଇଦେଲେ। ଯୀଶୁଙ୍କୁ ଯେ ପ୍ରକାର ସେ ଗଧ ବୋହିକି ନେବ, ଆଉ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟରେ ସେ ଗଧ ଯେ ପ୍ରକାର ଲାଗିବ, ସାଙ୍ଗେ ସାଙ୍ଗେ ସେମାନେ ପଠାଇଦେଲେ। ପ୍ରିୟମାନେ, ଏହି ଖଜୁରୀ ବାହୁଙ୍ଗା ରବିବାରର ଏଇ ଯେଉଁ ଗୁପ୍ତ ବ୍ୟକ୍ତି, ଯିଏକି ଗଧର ମାଲିକ, ସେ ହୃଷ୍ଟ ଚିତ୍ତରେ, ଖୁସିରେ ଓ ଆନନ୍ଦର ସହିତ ସେ ନିଜ ଗଧକୁ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ନିମନ୍ତେ ସମର୍ପଣ କରୁଅଛନ୍ତି। ପ୍ରିୟମାନେ, ଏହି ଖଜୁରୀ ବାହୁଙ୍ଗା ରବିବାରରେ ଜଣେ ଦାନଶୀଳ ବ୍ୟକ୍ତିଙ୍କୁ ଦେଖୁଛୁ। ସେହି ଦାନଶୀଳ ବ୍ୟକ୍ତି କି ପ୍ରକାର ଭାବରେ ନିଜର ଗଧକୁ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ନିମନ୍ତେ, ଯୀଶୁଖ୍ରୀଷ୍ଟ ଯେ ପ୍ରକାର ସେ ଗଧ ଉପରେ ବସି ଜେରୁସାଲେମକୁ ବିଜୟ ଯାତ୍ରା କରିବେ, ଏଥି ନିମନ୍ତେ ସେ ସାଙ୍ଗେ ସାଙ୍ଗେ ଦେଇ ଦେଉଛନ୍ତି। କୌଣସି ପ୍ରକାର ପ୍ରଶ୍ନ ପଚାରୁନାହାନ୍ତି, ସେ ଗଧକୁ କୌଣସି ପ୍ରକାର ଲୋଭ କରୁନାହାନ୍ତି। ଯେତେବେଳେ ଏହି ବ୍ୟକ୍ତି ଜାଣିଲେ ଯେ ଏହି ଗଧ ଯୀଶୁଖ୍ରୀଷ୍ଟଙ୍କର କାମରେ ଲାଗିବ, ସେତେବେଳେ ସେ ସାଙ୍ଗେ ସାଙ୍ଗେ ସେ ଗଧଙ୍କୁ ଯୀଶୁଖ୍ରୀଷ୍ଟଙ୍କ ପାଖକୁ ପଠାଇ ଦେଉଛନ୍ତି। ପ୍ରିୟମାନେ, ଏହି ପ୍ରକାର ହୃଷ୍ଟଚିତ୍ତ ଦାତାମାନଙ୍କୁ ପ୍ରଭୁ ଭଲ ପାଆନ୍ତି। ଆଜି ଅନେକ ଏହି ପ୍ରକାର ସଦ୍ଭକ୍ତ ପ୍ରଭୁଙ୍କ ସେବାରେ ନିଜର ସର୍ବସ୍ୱ ଦେବା ପ୍ରଭୁଙ୍କ ଦାସ ଦାସୀମାନେ ଅଛନ୍ତି। ଆଉ ଯେଉଁମାନଙ୍କର ଦାନରେ ମଣ୍ଡଳୀର ସେବା କାର୍ଯ୍ୟ ଅତ୍ୟଧିକ ପରିମାଣରେ ଦିନକୁ ଦିନ ବଢ଼ୁଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ମଧ୍ୟ ଯେତେବେଳେ ପ୍ରଭୁଙ୍କର ସେବା କାର୍ଯ୍ୟ ନିମନ୍ତେ ଆମମାନଙ୍କର ଯେକୌଣସି ବିଷୟ ମଧ୍ୟ
प्रयोजन हुए आमे कौनसी समय ताहाकु मना करिबा कथा नुहे। आमମାନଙ୍କ पाखरे अनेक धन संपत्ति गुड़िक रही, अनेक आवश्यक आउ बहुमूल्य विषय गुड़िक आमମାନଙ୍କ मध्य रही। जेतेबेले मध्य आपनको सुजोग मिले जे प्रभुंक सेवा कार्य आपणकर कौनसी जिनस हो पारे, आपणकर गाड़ी हो पारे, आपणकर घर हो पारे, आपणकर बुद्धि ज्ञान, आपणकर धन संपत्ति जेकोसी विषय मध्य जो समय प्रभुंक सेवा कार्य निमंते आपणकर आवश्यक पड़े, सेतेबेले से गधर मालिक जे प्रकार से गध को प्रभु यीशु ख्रीष्टଙ୍କ निकट को सांगे सांगे पठेदेले, आमे मध्य से प्रकार आमर जेकोसी विषय मध्य प्रभुंकर प्रयोजन हुए। प्रभु कहते एटा मोर आवश्यक, ताहेले केबे हेले मध्य आपण ताहाको प्रश्न करंतु नहीं, सांगे सांगे प्रभुंकर सेवा कार्य निमंते से सब दे देवार आवश्यक रही अछि। प्रिय माने एते बड़ स्वर्ग आ स्वर्गर मालिक जे परमेश्वर, तांको पाई जदि आमे किछि आमे देई पारुछु ताठु बड़ सौभाग्यर विषय आमମାନଙ୍କ ପାଇଁ କିଛି ନାହିଁ। ଯେଉଁ ସମୟରେ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ନିମନ୍ତେ ଗୋଟିଏ ଛୋଟିଆ ବାଳକ ଯାହାଙ୍କ ପାଖରେ 5ଟି ରୋଟି ଆଉ 2ଟି ମାଛ ଥିଲା, ସେ ସାଙ୍ଗେ ସାଙ୍ଗେ ସେ 5ଟି ରୋଟି 2ଟି ମାଛ ଯୀଶୁଖ୍ରୀଷ୍ଟଙ୍କର ସେବା କାର୍ଯ୍ୟ ନିମନ୍ତେ ସେ ସମର୍ପଣ କରୁଅଛନ୍ତି, ସାଙ୍ଗେ ସାଙ୍ଗେ ସେ ଦେଇ ଦେଉଅଛନ୍ତି। ପ୍ରିୟମାନେ, ଯେତେବେଳେ ସେ ଦେଇଛନ୍ତି से 5टी रोटी 2टी माछ केवल जड़े व्यक्ति ही से खाई पारिबे, मात्र सही विषय को प्रभु आशीर्वाद करी से ए प्रकार भाव में मल्टीप्लाई कले, 5000 रु अधिक लोक खाइले, 12 टोके बलिगला। प्रिय माने परमेश्वर कहार ऋणी होइकिना रुहंती नहीं। जितेबेले आमे परमेश्वर को सेवा कार्य पाई आमे कौनसी विषय को आमे समर्पण करू, परमेश्वर अनेक गुण से आमान को फेरे दियंती, आमान को आशीर्वाद उपरे आशीर्वाद से करी दियंती। से प्रभु सेवा कार्य निमंते जेकोसी विषय आवश्यक हुए आपण पाखे सामर्थ्य अच्छी, आपण केबे हेले मध्य मना करंतु नहीं, बाहाना करंतु नहीं। से दिन यीशु ख्रीष्ट जेरूसालेम को जीवार आवश्यक रही अछि, आउ भाववाणी पूर्ण हेबा निमंते गोटे गधर आवश्यक थिला। से गधर मालिक, से गधर ऑनर माने से माने कौनसी प्रकार भाव में से गध को अटके रखिले नहीं, गोटे प्रश्न मध्य पचारे नहीं। जो समय शिष्य माने कहिले एहांको ठारे प्रभुंको प्रयोजन अछि। आज आपणक जीवन रो अनेक विषय रे प्रभुंकर प्रयोजन अछि। प्रभु अनेक थर आपणको कहिसंती, मात्र आपण ताहा देबा पई आग्रह प्रकाश करनाहांती। आज आपण पाखरे सुजोग रहिछि जे आपण मध्य आपणकर जेकोसी विषय को मध्य प्रभुंक सेवा कार्य निमंते आपण समर्पण करि परिबे, कारण से गध मालिक आमମାନଙ୍କ निमंते बहुत सुंदर से उदाहरण दृष्टांत स्वरूप से कि प्रकार भाव में निजर गध को प्रभुंकर सेवा पई दे देले, निज संपत्ति को प्रभुंक सेवा निमंते दे देले। प्रिय माने आसंतु आम मध्य से प्रकार मन धारण करू, प्रभुंकर राज्यर अभिवृद्धि निमंते प्रयोजन निमंते प्रभु जितेबाला किसी विषय आमको मागंती, अब्राहम को जितेबाला पुओ मागिले कौनसी प्रकार भाव में अब्राहम तिले हेले संदेह कले नहीं, सांगे सांगे से आनंदर सहित निज पुओ को से प्रभुंक निकट में समर्पण कले। प्रिय माने आसंतु जेकोसी विषय मध्य परमेश्वर आम ठारू प्रयोजन करती, आमे ताहा मना करिबा नहीं। स्वर्गीय पिता, मु तुमको धन्यवाद दिए, प्रशंसा करे, गौरव करे। तुमे वाक्य रूपी परमेश्वर अट, प्रति प्रभात रे आपण वाक्य द्वारा आम सहित कथबार्ता होच, से मु तुमको धन्यवाद दिए। आज मध्य अति सुंदर भाव में तुम्हें तुम वाक्य द्वारा आम सहित कथबार्ता हेल। आउ प्रभु आमे केबे हेले मध्य लोभी हुई तुम सेवा कार्य निमंते आपण पॉकेट को, हस्त को, हृदय को, घर को बंद न करी आम सबु समय हृष्टचित दाता परि आम दान करि परिबु। दयाकरी तुम्हें साहाय्य कर प्रभु। वाक्य शुणिबा द्वारा आमको आशीर्वाद करिछ, आमे तुमर गौरव करुछु प्रभु। धन्यवाद। वाक्य द्वारा कथा आइथिबारु प्रार्थना प्रिय प्रभु यीशुଙ୍କ नाम रे मागुछु, आमीन आमीन। प्रेज द लॉर्ड। प्रभु आम समस्त को प्रचुर भाव आशीर्वाद करंतु। प्रभु अनुग्रह कले आसंता अध्याय रे आ गोटे नुआ प्रसंग रे आमे परस्पर सहित साक्षात करी ए प्रकार संदेश द्वारा आम माने आशीर्वाद प्राप्त हेबा रहिबा। समस्त को नमस्कार। प्रेज द लॉर्ड। गॉड ब्लेस यू।